ନମସ୍କାର। ବିଶ୍ୱ ଭିନ୍ନକ୍ଷମ ଦିବସ ପ୍ରତିବର୍ଷ ଡିସେମ୍ବର ମାସ 3 ତାରିଖରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଲା ଦିବ୍ୟାଙ୍ଗ ଲୋକଙ୍କ ଜୀବନକୁ ସଫଳ, ସରସ, ସୁନ୍ଦର କରିବା ପାଇଁ ସାହାଯ୍ୟର ହାତ ବଢ଼ାଇବା। ସେମାନଙ୍କର ଅପାରଗତାକୁ ଅନୁଭବ କରି ସେମାନଙ୍କୁ ସ୍ନେହ, ଆଦର ଦୃଷ୍ଟିରେ ଦେଖିବା। ସେମାନେ ଯେପରି ଅସହାୟ ଅନୁଭବ ନ କରି ତାଙ୍କର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବେ। ସେମାନଙ୍କର ଅଧିକାର ବିଷୟରେ ଜାଗୃତ ହୋଇ ଶିକ୍ଷା କ୍ଷେତ୍ରରେ ସୁଯୋଗ ପାଇବେ। ଜୀବନଯାତ୍ରାର ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ଯିବେ। ସାଧାରଣ ଅର୍ଥରେ ଜନ୍ମ ପରେ ଯଦି କୌଣସି ଅଙ୍ଗ କାମ ନ କରେ ଆମେ ତାକୁ ବିକଳାଙ୍ଗ ବୋଲି କହିଥାଉ। ଜୀବନର ପରବର୍ତ୍ତୀ ସମୟରେ କୌଣସି ଦୁର୍ଘଟଣାରେ ଶରୀରର କୌଣସି ଅଙ୍ଗ କାମ ନ କରେ ତେବେ ଆମେ ତାକୁ ବିକଳାଙ୍ଗ କହିଥାଉ। ବିକଳାଙ୍ଗ ଶବ୍ଦ ବଦଳରେ ଦିବ୍ୟାଙ୍ଗ ଶବ୍ଦର ବ୍ୟବହାର କରାଯାଉଛି। ଦିବ୍ୟାଙ୍ଗମାନେ ଯେପରି ସ୍ୱାବଲମ୍ବୀ ହେବେ ଏଥିପାଇଁ ସରକାର ସବୁବେଳେ ଚେଷ୍ଟିତ। ଦିବ୍ୟାଙ୍ଗମାନଙ୍କର ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନମାନ ଅଛି। ସ୍ୱାବଲମ୍ବୀ କାର୍ଡର ସହାୟତାରେ ସେମାନେ ସୁବିଧା ସୁଯୋଗ ପାଇପାରନ୍ତି। ଏମାନଙ୍କର ମନର ଦୃଢ଼ ବିଶ୍ୱାସ ଏବଂ ସାହସ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବା ପାଇଁ ସଦାସର୍ବଦା ଚେଷ୍ଟିତ। ଏହି ସାମର୍ଥ୍ୟ ପାଇଁ ସେମାନେ ଗୋଟିଏ ବଡ଼ ମଣିଷ ହୁଅନ୍ତି। ଧନ୍ୟବାଦ।